नमस्ते आशा करूँ भलर थे समस्ते तो आपण मानक आम विलेज इटिंग चैनल को बहुत बहुत स्वागत। आज मो मौसी आसी संगे आम कौन कौन सब दुई जन का मिशा मिशे कहे मिशा मिशा कहबू मौसी का अनैका भिडियो पड़ी संज बेलू तापर कौन है कहल मो मामूर आज हूँ दिन श्राद्ध भोजी मो भौणी की अनैका भौणी आईला एना पुणी खाई सारे आनी क्षीरी ढली जाती पुणी मो भाई गोपाल भाई आनी क्षीरी ढली जाती देखुना एत क्षीरी मुझे क्षीरी खाइबी पुणी एना जीवी बेरुआ मारी गाँ को जाए क्षीरी खाई आसबि तापर आहरी कौन है काकेरा पिठा मोर क्षीरी तरकारी लगी जाइए मुझे खाइबी मो भाउज मन गला क्षीरी पिठा खाई आसबि आ कौन कह तुम कह मुझे कहीदे हाँ कौन कह खाइले पुणी जीवा वर्षा गरम भात ये डालमा ये माछ झोल ये मो मामू घर जो घाट देखा देखे दूसरी श्राद्ध घाट यहाँ कुंदरू आलू भजा यहाँ क्षीरी यहाँ तो काकेरा पिठा एत खाई काकरा पिठा खाइले लगे मजा आज मो मौसी की अने फेणी गोटे बिस्कुट मेंचाटे पानी 2 ग्लास पीकी बसी देखा तो चलते एम वीडियो स्टार्ट करिया विलेज इटिंग ओडिया आमे ओडिया आम खाद्य भारी बढ़िया आउ चपा हम वर्षा सांग माने कौन खाइबू वर्षा है पुणी खोला आकाश नाई वो खाइबनी गला no. बेला खराब आज मौसी कौन लेट वीडियो बना लेट वर्षा भी लास्ट सी भी सतर साजिला रही जा पकाना मौसी को जर हो बर्षा बस बड़े जर सांग मैंने बाहर तो बहुत जोर वर्षा है से बाध्य घर को पलि आसलु आ लाइट कंडीशन तो देखुं लाइट ना इमरजेंसी लाइट भिडियो होची तो भिडियोटा आपण केमती कौन लगे निहाती कमेंट करी कहे अधा खाई पुणी आउ आरंभ करुचु आम मौसी देहटा खराब अच्छी जर हो आज चैलेंज रखिनु आज बिना चैलेंज तरकारीटा केमती कौन कहले आम बहुत दिन गजा होते खाली धाऊले आम दिन बसलु ना तरकारीटा भोजी तरकारी भाई बो तुम तो घरे खाइले 2 थर खाया मंगुन तुम तो ये खाला कौन भोजी खाई जो कह पेट जगह खाइला दुईटा पिठा मागे तरकारी खीरी आज भी सका गली मो भाउज मत डाकिक आई पचारि भाउज मना कले कहले ना मो जीवनु मुझे ब्राउजर जाइली ब्राउजर चाहिए थोड़ी नुआ ब्राउजर हम मिशन वाला आ जो बोला कहि गाली बोला जी से करा कुआ दियो बोली बेरना माजी आगामी बुद्धि कथा कहि स्ला हो जाउ दिन बेल में बना था ना बुद्धि कथा कहि से कोइ थाना मोबाइल काम दो तंग दियो माजी
ବାହାରେ ଏଡେ ଜୋରେ ବର୍ଷା ହେଇଗଲା ମୁଁ ଝାଳରେ ଗାଧି ସାରିଲିଣି। ତୁ ଯେତେବେଳେ ଜନ୍ମ ହେଲୁନି ତ ମା ଖାଲି ଘିଅ ଖାଇଥିଲା ଲୋ। ମୁଁ ଯାଇଥିଲି ଦେଖି। ଗୁଆ ଘିଅ ନା ଗୁଆ ଘିଅ ଗୁଆ ଘିଅ। ମୋ ବୋଉ ତ କ୍ଷୀର କ୍ଷୀର ଛୁଏନି। ସେ ଘିଅ କେମିତି ଖାଇଲା? ବାଟରେ ବୋଲି ଦିଆହେଲା। ତାକୁ ତ ତତଲା ଭାତରେ କିଏ ସିନା ଢାଳିକି ଦିଅନ୍ତି, ଆମେ ତ ପଖାଳ ଭାତରେ ଯାଉ ଢାଳିକି ଦେଇଦେଇଛୁ। ମୁଁ ପାଣି ଟା ପଖାଳ ଭାତରେ କି ତୋ ଆଇ ଖାଇଥିଲା କି? ନା ତ ଅଜା ଖାଇଥିଲା ତୋ ଆଇ ଖାଇଥିଲା କି? ମୋ ଆଇ ଖାଇଥିଲା, ତ ଅଜା ଖାଇଥିଲା କି? ହଁ ଆଜି ଲାଷ୍ଟକୁ ଆମ ବୋଉ ହିଁ ପନିଶମେଣ୍ଟ ଟା ପାଇବେ। ମାଉସୀ ଶୀଘ୍ର ଶୀଘ୍ର ଖାଇଦିଅ। ଯାହା ହଉ ତୋ ମୁଁ ଯଦି ବେଗ ଶେଷ କରିଦେବି ନା ପ୍ରକୃତରେ ସିଏ ପନିଶମେଣ୍ଟ ପାଇବ। ପାଟି ହଉନା ଏମିତି କରି ଖାଉନୁ ନା ଦୁଃଖ ହଉନା ଦେହ ହାତ ହଉନା ନା ଦୁଃଖ ମାଉସୀ କାଲି ପୁଣି ଭିଡିଓ ଆସିବ ଟି? ମୋ ମାଉସୀର କାଲି ଦେହଟା ଭଲ ହେଇଯାଇଥିବ ଆଉ। କାଲି ପୁରା କ୍ଲିୟର କରିଦେଇଛୁ। କଣ କରୁଛୁ ମା? ପୁରା କ୍ଲିୟର କରିଦବୁ? ପୁରା କେଳବ କରିଦେବି। ମା ଆଜି କିଛି କିଛିଟା ଦେହଟା ହଉଛି, କାଲି ପୁରା କେଳବ କରିଦେବି। କିଛି କିଛି ଆସୁଛି ଭାରି ମଜା ଲାଗୁଛି। ଖାଇଚାଲ ଖାଇଚାଲ। କାଲି ଗୋଟେ ଜାଗା ପଳେଇବା ସର୍ଟ ଭିଡିଓ ବନେଇକି ଟିକେ ପଳେଇବା। ଠିକ ଅଛି, ମୁଁ ତ ରେଡି। ତମ ଗାଁ ଗଲା ଦିନ ଯୋଉ ଏଇଟା ନୂଆ ଗାଁରେ ଉଠେଇଥିଲେ, ଆମ ଗାଁରେ ସେଇଭଳିଆ ଗଛ ହେଇଯାଇଛି ଦେଖିଛୁ ନା ବାଟରେ? ଗଛ ଲତା ମାଗି ଯାଇଛି ସେଇଭଳିଆ ଗଛ ହେଇଯାଇଛି। ଚାଲି ଚାଲି ଯିବ। ଚାଲି ଚାଲି ଯିବା ଚାଲି ଚାଲି ଆସିବା ଆଉ ତୁ ଚାଲି ଯିବା। ତମ ଗାଁରେ ଟିକେ ମତେ ନଡିଆ ବୁଲେଇ ଦବ ଗାଁ ଭିତରେ ଆଡେ। ଚାଲୁନୁ ହଁ ଏବେ ଏଇଥିଲା ବନ୍ଧା ହେଇଥିଲା ବୁଲି ଆଇଲା। ମୁଁ ବାହାରିଲା ରେଣୁକା କାଳେ ଦେଖିନି। ତତେ କାଲି କୁଆଡେ? ଗାଁ ଗାଁ ଭିତରେ ଆଡେ। ଚାଲି ଆସିବା। ସେ ଗାଁ ମୁଣ୍ଡାର ପଟେ ଗୋଟେ ବଡ ପାର୍କଟେ ଅଛି, ସେଠି ଆସିକି ହାତୀ ମାନେ ଫୁଟବଲ ଖେଳୁଛନ୍ତି। ସେଇଟା ତ ଆମକୁ ଭଲ ଆଉ। କାଲି କାଲି 2 ଦିନ ପାଇଁ ଛୁଟି ମାଗିଛି ଆମ ବାପ ଘରଠୁ। ଆଉ ଜ୍ୱର ହଉଛି ଆଉ ଯୁଆଡେ ହେଲେ ବୁଝାଣି ଗଲେ ତ ଦେଖୁ ଜ୍ୱର ଭଲ ଗୋଟେ ଜାଗାରେ ଜ୍ୱର ଭଲ ଗୋଟେ ଜାଗା ଭଲ ସେଦିନ ଝିଲିର ବି ଦେଲା ନୟାଗଡ଼ ଗଲା ନୟାଗଡ଼ ଭୁବନେଶ୍ୱର ହେଇକି ଆଇଲା ତା ପରେ ଦେଇଥିଲା ତାକୁ ଟିକେ ଭଲ ଚାଲୁ ମୁଁ ଆଜି ମେଡିସିନ ଖାଇନି। ମାଉସ ଲୋ ମେଡିସିନ ଭାରି ପିତା ଜାଣିଛୁ, ପାଟିରେ ପଡିଗଲେ ମୁଁ ଚିଲି ବିଲି ହେଇଯାଉଛି। ଗୋଟେ ଦିନ ଭଲ ହେଇଗଲା ଖାଉନି ପଇସା ଦେଇକି ଆଉଛି ନା ମତେ କିଣା ବଟିଆ ଦେବି। ମୁଁ ବଟିଆ କିଣି ଖାଉଛି, ଆମ ଦଶଟା ମାନେ ହସିବେ। କେମିତି ମୁଁ କଣ କରୁଛି, ଆଣୁଛି କେକ୍ ପାଉରୁଟି ଟେ ନହେଲେ ବିସ୍କୁଟ ଟେ ତା ପାଣି ପୁରେଇ ଦଉଛି, ବଟିଆକୁ ଗେଞ୍ଜି ଦଉଛି ଗିଳି ଦଉଛି। ଗୋଟେ ଛୋଟ ପିଲା କହିଲା ନହେଲେ କଦଳୀ କଦଳୀ ଭଲ କଦଳୀ ଭିତରେ ଗେଞ୍ଜି ଦବ ଡାକିନା ଠକିନା ତଳକୁ ପଳେଇବ। ଦେଖନ୍ତୁ ସିଏ ହାରିଛି କଣ ଏମିତି କେଜାଣି କହିଲା କଣ ପାଇଆନି ଆମ ଘରେ ସବୁ ଥଟା ମଜା ଚାଲେ। ମୁଁ ଅଜାକୁ ମାନେ କଣ କହିଲି କହିଲ, ଆମ ବୋଉ ଘରେ ମତେ ଟିପ ଚିହ୍ନ ଆସୁନି। ମୁଁ କହିଲି ତମ ବୋପା ଘର ପାଠ ପଢେଇ ଛାଡିଥାନ୍ତେ, ମାନେ ଇଆଡୁ ଅଜା ଶ୍ୱଶୁର ସିଆଡୁ ଅଜା ନାତିରେ ଖଟା ମଜା ହବ ନାହିଁ। ଆମର ତ ସବୁବେଳେ ସେମିତି ଚାଲୁଛି। ଯୋଉ କାଲି ମତେ ଏମିତି କହିଲା ମୋ ପାଇଆନି ପ୍ରକୃତି କଥା କହିକି ମୁଁ ହାରିଲି। କଣ କହିବି ଆଜିଲି ମୋ ପାଖକୁ ହାତ ପଳେଇଲା। ମାଛ ଝୋଳ ହାତରୁ ପଳେଇବ ସରସର କିଏ ମାଛ ଝୋଳ ଗୋଳେଇ ଦେଲା ପଳେଇବ ଆଡେ। ମୁଁ ଏଠି କାଲକା ଲାଗି କାହାକୁ ଅନା ନାହିଁ ଖାଇନେଲି ଥଣ୍ଡା ହେଇଗଲା କାକରା ପିଠା ଗୋଟା ଗୋଟା ଖାଇଲେ ଲାଗିବ ମିଠା କି କାକରା ପିଠା ରେ। ଏଟା ବାଜାଟା ବାଜିଲେ ନା ଏମିତି ନାଚଟା ହୁଅନ୍ତା। କହିଲେ ମୋବାଇଲରେ ଛାଡ ନାଚ ଗୀତ କେତେ ନାଚିବ ମୋବାଇଲ ଅଛି
ଏଇ ବର୍ଷ ନୁହଁ ଯୋଉ ଆଗରୁ ପୁରୁଣା ହାତ ଦେଲେ ସେଇଥିରେ ହିଁ ତସି ଗୀତ ମାଝ ବାହାରି ପଡିବ। ଦୁସା ନାରିଆ ନାଚିଥିଲେ ଖୋଲା ତା ବାବୁ ହରିକା ଡାଲ ଖାଇଲେ ସେଇ ଗୀତରେ ଆମ ପୁରୁଣା ପିଲାଙ୍କର ବାହାରିବ। ଏବେ ତ ଏଇ ବର୍ଷ ନୂଆ ପିଲା ହେଇଥିଲେ। ଆଜି ଅତି ପ୍ରବଳରୁ ପ୍ରବଳ ମାତ୍ରାରେ ଆମ ବୋଉ ହାରିଛନ୍ତି। ଆମେ ଭାତ ଡାଲି ଚିରି ପିଠା ଖାଇଲି ସବୁ ସରିଲାଣି କିନ୍ତୁ ଭାତ ସରିନି। ସେ କ୍ଷୀରି ଖାଇବାକୁ ଆମକୁ ଦେଇଦିଅ। ନା ନା ମୁଁ କେ ଖାଇବ ମୁଁ ଖାଇବିନି। ଦେଖ କ୍ଷୀରି ଖାଇଲାନି ପୁଣି ବେରୁମା ବାଜିବ କ୍ଷୀରି ଖାଇ ପଇସା ଖର୍ଚ୍ଚ କରି 100 ଟଙ୍କା ଖର୍ଚ୍ଚ କରି ଆରାମ ସେ ଶାନ୍ତିରେ ତ ଖାଇ ହେଲାନି ତଥାପି ଟିକେ ଖାଇଦେଲୁ ଆଉ। ମୁଁ ତ ଝାଳରେ ଗାଧେଇ ପକେଇଲିଣି। ଆଶାରା ସବୁ ମଉଳି ଗଲା। ବେରୁଆ ମାରି ଯାଇଥାନ୍ତେ ଭୋଜି ଖାଇ ମୁଁ ତ ଭାରି ଖୁସି କାରଣ ମତେ ଏକୁଟିଆ ଛାଡିକି ପଳେଇଥାନ୍ତେ। ପକ୍ଷୀରାଜ ପଳେଇଲା ଯାଉନ ଏବେ 6ଟାରେ ଆସିଲା। ପକ୍ଷୀରାଜ ପଳେଇଲା ପରା। ମୋ ଖାଇବା ସରିଲା ଆମ ବୋଉ ହାରିଲେ। କହୁନୁ ମାଉସୀ ଜିତିଛି ବୋଲି ହେଲେ ମୋ ମାଉସୀ ଜିତିଲେ ମୁଁ ମଝିରେ ଅଛି ଆମ ବୋଉ ହାରିଗଲେ। ମୁଁ ହାରିଛି କି ଜିତିଛି ସେଟା ମୁଁ ଜାଣିନି। ତୁ ହାରିନୁ ଯା ବେରୁମା ମାରି ପକ୍ଷୀରାଜ ଗାଡି ପଳେଇଲା। ଭାତ ଧୋଇକି ପୁଣି ପିଠା ଖାଇଲେଣି। ଭାତ ଟିକେ ଖାଉନ ଆଉ ହବନି। ଶାଶୁ ମା କଥା ଖାଇବାକୁ ଦେନି ମୋଟା କାଠିଆ ଖାଇଯିବ ବୋଲେ ତମେ ପାଣି କିଏ କହିକି ଆଣିଦବ। ଆଜି ତ ବର୍ଷା ଯୋଗୁଁ ଆମର ଭିଡିଓର ପୁରା ସତ୍ୟାନାଶ ହେଇଗଲା। ଭୁବନେଶ୍ୱରରୁ ମୋ ମାମୁଁର ନା ଖାଉଛି ମୁଁ ତାର ଶ୍ରାଦ୍ଧ ହଉଛି। ସେଇଦିନ ହେଲେ ବର୍ଷା ହଉଥିଲା ନା ମୁଁ ଏମିତି ବର୍ଷାରେ ତିନ୍ତି ତିନ୍ତି ସ୍କୁଟି ଧରିକି ଆସିଥିଲି। ମୁଁ 4ଟା ବେଳକୁ 5ଟା ଆସିକି ଆସିଥିଲି ପୁରା ସ୍କୁଟିରେ ଭିଜି ଭିଜି ପୁରା। ତମାନେ ସବୁ ପଛରେ ଆସିଲ। ମୁଁ ଆଇଲି ବୋଲି କ୍ଷୀରି କାକରା ଖାଇଲି ମତେ ଡାକି ନାହାନ୍ତି। ତମେ ଖ ବଳକାଲେ ମୁଁ ଖାଇଦେବି। ବଳକାଲେ ମୁଁ ଖାଇଦେବି ଖାଇଦିଅ। ହଇଯାଉନେ ନା ହଁ ଆଉ ବୁଝି ଖାଉନେ ଝାଳ ଲାଗିଛି ଚାରିଆଡେ ପୁଛେନି। ନୁଣିଆ ନୁଣିଆ ନଡିଆଟା କ୍ଷୀରିରେ ଜାଣିପାରୁନାହାନ୍ତି ବୋଧେ ଆଉ। ଆପଣମାନେ ଦେଖିକି ଗଲେ କୋଉଠି ଅଛି ମୁଁ ଖାଇବି। ମୋ ହାତରେ ଯେତିକି ମୋ ପାଟିରେ ସେତିକି ମତେ ଯେମିତି 21 ଭଳିଆ ଖୁଆଇଛନ୍ତି। କୁହ କୁହ ଲାଇକ୍ ସବସ୍କ୍ରାଇବ କୁହ। ଏ ଭିଡିଓର ଅବସ୍ଥା ଯାହା କେହି ତ ସବସ୍କ୍ରାଇବ ଗୋଟେ କରିବେନି ମୁଁ ଜାଣିଛି। ଗୋଟେ ମଜାମସ୍ତି ହଉଛି ଆଉ ଯାହା ହବ ଦେଖୁଛନ୍ତି ନା ଧାନ ଡବଡ ବର୍ଷା ହେଲା ଘରକୁ ବାହାରକୁ ମୁଁ ଇଆଡେ ମୋର ତୋତେଇ କରୁଛି ମୋ ଭଉଣୀର ବୋଉର ତାଙ୍କ ହାତକୁ ପାଟିବି କାହିଁକି ମାପି ରାଖିଛି ଭାବୁନାହାନ୍ତି। ମୋ ନାନୀ କହୁନି ମୋ ନାନୀ ଆଇନି ମୋ ବୋଉ କହୁନି ଆମ ବୋଉ ଆଇନାହାନ୍ତି ବୋଲି ଚାଲିଛି। ଆମେ ଭାବିଲୁ କେବେ ଖାଇଦେଲେ ଆମେ ପଳେଇବୁ ଉଠିକି। ଆଉ ଧାନ ଡବଡ କଥା ଆଇନି ଦେଖିଲ ଆପଣମାନେ ଆମ ଭିଡିଓକୁ ଗୋଟେ ଲାଇକ୍ କରିଦେବେ, ଗୋଟେ ସେୟାର କରିଦେବେ, ଗୋଟେ ସଂସ୍କାର କରିଦେବେ, ଗୋଟେ କମେଣ୍ଟ କରିଦେବେ, ଗୋଟେ ସେୟାର କରିବେ। ଆଉ ସବସ୍କ୍ରାଇବ ଟା ବୋଧେ ଉପରୁ ଆସିକି କିଏ କହିବ ଆଉ ସେଟା ମୋରି ପାଇଁ ଛାଡିଛନ୍ତି ଆଉ। ତୁ କଣ କରିବୁ ସବୁବେଳେ ମୁଁ କହୁଛି ଆଜି ତମେ କହିଲେ ହବନି ସବୁବେଳେ ଖାଲି ମୋ ସାଙ୍ଗରେ ଜିଦି କରୁଛନ୍ତି। ଗଲା ମୁଁ ତ ଆଇନି ତାଙ୍କ ଗାଁରୁ ବାହାର ଗାଁରେ ଅଛି ଆଉ ତ ସବୁ କହିଦେଲ ଟି? ହଁ ମୁଁ କହିଲି ବା ସବସ୍କ୍ରାଇବ କରିବେ କି ନାହିଁ ସେଟା ତାଙ୍କ ଇଚ୍ଛା ଆଉ। ତ ରହୁଛି ପୁଣି ଦେଖାବା ଗୋଟେ ନୂଆ ଭିଡିଓରେ। କିନ୍ତୁ ଏଇ ଭିଡିଓ ଭଳିଆ ଆଉ ଭିଡିଓ ଆଣିବୁନି। ଏଥର ବର୍ଷା ହେଲା ଭିଡିଓ ଟୋଟାଲି କରିବିନି ଆଗୁଆ ଖାଇକି ବସି ପଡିବି। ରହୁଛି ପୁଣି ଦେଖାବା ଗୋଟେ ନୂଆ ଭିଡିଓରେ। ନମସ୍କାର।